ଶ୍ରୀମଦ୍ଭାଗବତ ଚତୁର୍ଥ ସ୍କନ୍ଧ ଦ୍ୱାବିଂଶ ଅଧ୍ୟାୟ। ଏ ଅନ୍ତେ ଶୁଣ ହେ ବିଦୁର, ସେ ପୃଥୁଦେବ ରାଜେଶ୍ୱର, ସେ କ୍ଷେତ୍ରେ ଯେତେ ପ୍ରଜାଗଣ, ପିତୃଦେବ ଋଷି ବ୍ରାହ୍ମଣ, ପୃଥୁଙ୍କ ଗୁଣ ବଖାଣନ୍ତି, ସେ ସର୍ବେ ହରିଙ୍କୁ ପୂଜନ୍ତି। ଏମନ୍ତେ କେତେ କାଳାନ୍ତରେ ବିଜୟ କଲେ ମୁନିବରେ, ସେ ସିଦ୍ଧ ଗଣ ମଧ୍ୟେ ସାର, ବିଶେଷେ ବ୍ରହ୍ମାଙ୍କ କୁମର। ତପସା ଧନେ ବିରାଜନ୍ତି, ସୂର୍ଯ୍ୟ କିରଣ ପ୍ରାୟ ଜ୍ୟୋତି, ଆକାଶେ ଦେଖିଲେ ରାଜନ, କାନ୍ତିରୁ କଲେ ଅନୁମାନ। ସେ ସର୍ବସିଦ୍ଧ ସନକାଦି, ବିଷ୍ଣୁର ଭକ୍ତ ବ୍ରହ୍ମବାଦୀ, ନିଶ୍ଚେ ଜାଣିଲେ ଅନୁମାନେ, ଉଠିଲେ ସର୍ବଶିଷ୍ୟ ଗଣେ। ତାଙ୍କ ଦର୍ଶନେ ନୃପରାଣ, ଊର୍ଦ୍ଧ୍ୱକୁ କଲା ସେ ବଦନ, ଯେହ୍ନେ ଜୀବନ ପ୍ରାଣ ପାଇ, ସହସା ଉଠିଲେ ଝସାଇ। ସଦସ୍ୟ ଆଦି ଯେତେ ଥିଲେ, ସତ୍ୱରେ ସକଳେ ଉଠିଲେ, ଯେସନେ ଗନ୍ଧାଦି ଗୁଣକୁ, ଜୀବନ ଗମଇ ଊର୍ଦ୍ଧ୍ୱକୁ, ତେସନେ ନୃପ ହେଲେ ଉଭା, ପ୍ରବେଶ ହେଲେ ସେହି ସଭା। ଆନନ୍ଦେ ପୃଥୁ ନୃପମଣି, ପ୍ରଣାମ କଲେ ଶିର ଘେନି, ସୁଗନ୍ଧ ଶୀତ ଜଳ ଦେଇ, ପାଦ କମଳ ଦେଲେ ଧୋଇ, ଦିବ୍ୟ ଆସନେ ବସାଇଲେ, ସୁବୁଦ୍ଧି ବ୍ୟଭାରେ ପୂଜିଲେ। ତାହାଙ୍କ ଚରଣ ସଲିଳେ, ଅଳକ କନ୍ଦ ସମର୍ପିଲେ, ଯେ ପ୍ରାଣୀ ହୁଏ ଶୀଳବନ୍ତ, ତାହାଙ୍କ ଚରିତ ଏମନ୍ତ। ଛାଡ଼ି ନୃପତି ଅଭିମାନ, ଆନନ୍ଦେ କଲେ ବହୁମାନ୍ୟ, ହାଟକ ଆସନେ ବସାଇ, ପାଦ ଉଦକ ଶିରେ ଦେଇ। ସେ ଭବ ଅଗ୍ରଜନ୍ମା ଯେଣୁ, ରାଜନ ମାନ୍ୟ କଲେ ତେଣୁ, ଭାବେ ପ୍ରତ୍ୟଷୀ ତାଙ୍କ ମନ, ରାଜା ଯେ କହନ୍ତି ବଚନ, ଆଜ ମୋ ପୂର୍ବ ଭାଗ୍ୟ ଫଳ, ଜୀବନ ହୋଇଲା ସୁଫଳ। ଦୁର୍ଲଭ ଦେଖିଲି ତୁମ୍ଭକୁ, ଖୋଜି ନ ପାନ୍ତି ଯୋଗୀ ଯାକୁ, ଅବ୍ୟକ୍ତ ଗତି ଯେ ତୁମ୍ଭର, ଭ୍ରମଣେ ଚତୁର୍ଦଶ ପୁର। ଅଭାଗ୍ୟବନ୍ତ ପ୍ରାଣୀ ସେହି, ତୁମ୍ଭ ଦର୍ଶନେ ଯୋଗ୍ୟ ନୋହି। ଏ ଆତ୍ମା ପୁରୁଷ ଯେ ସନେ, ସକଳେ ଦେଖଇ ତେସନେ, ତାହାକୁ ନ ଦେଖନ୍ତି କେହି, ଏ ବିଶ୍ୱ ହେତୁ ଭୂତ ଦେହି। ହେ ସିଦ୍ଧ ତୁମ୍ଭକୁ ଦେଖିଲି, ଧନ୍ୟ ମୋ ଜୀବନ ମଣିଲି, ନିର୍ଧନ ଗୃହେ ଯେହ୍ନେ ଧନ, ଅଣ ଅଭ୍ୟାସେ ଲଭେ ପୁଣ୍ୟ, ତେହ୍ନେ ଯେ ମଣିଲି ଅଦ୍ଭୁତ, ମୋ ଭାଗେ ତୁମ୍ଭେ ଉପଗତ। ଯା ଗୃହେ ଅତିଥି ଆଗତ, ଭାବେ ପୂଜିବ ଶୁଦ୍ଧ ଚିତ୍ତ, ବିଭବେ ପୂଜି ବହୁ ମତେ, କାୟ ବଚନ ଶୁଦ୍ଧ ଚିତ୍ତେ, ବିଭବ ହୀନେ ଯେ ବାଜନ, ପୁଛିବ ଯେ ବିଧି ବିଧାନ। ଭୂମି ଉଦକ ତୃଣାସନେ, ଦେଇ ପୂଜିବ ସାଧୁ ଜନେ, ଏ ବିଧି ଯେବା ନ ପୂଜନ୍ତି, ସେ ବ୍ୟର୍ଥେ ଜୀବନେ ମରନ୍ତି। ବ୍ୟାଳ ଆଳୟ ତୁମେ ଯେହ୍ନେ, ତା ଗୃହ ଭୟଙ୍କର ତେହ୍ନେ, ଯା ଗୃହ ଗତେ ଯେ ଅତିଥି, ସୁଖେ ଚରଣ ନ ଧୁଅନ୍ତି, ତାର ଜୀବନେ କି କାରଣ। ବ୍ୟର୍ଥ ଆୟୁଷ ଯଶ ଗୁଣ, ଯେ ଭକ୍ତ ଜନକୁ ନ ସେବେ, ତା ସୁଖ ସର୍ବ କି ଲଭେ। ଭୋ ମୁନି ତୁମ୍ଭ ଆଗମନ, ମୁଁ ଭଦ୍ର ମଣିଲି ଜୀବନ, ତାହାଙ୍କ ବ୍ରତ ବିଧି ଆଦି, ତରନ୍ତି ଅନ୍ୟ ମୋକ୍ଷବାଦୀ। ଯେ ବାଳ ବୟସୁ ତରନ୍ତି, ସେ ଯେବେ ମୋକ୍ଷ ମାର୍ଗେ ଯାନ୍ତି, ଏ ବାଳ ପୌଗଣ୍ଡ କିଶୋର, ଯେ ଧରେ ଦୃଢ଼ ନିଷ୍ଠା ପର, ସେ ଯେବେ ମୋକ୍ଷ ମାର୍ଗେ ଯାନ୍ତି, ଏ ବିଷ୍ଣୁ ମାୟାରୁ ତରନ୍ତି। ଇନ୍ଦ୍ରିୟମାନଙ୍କ ବିଷୟ ନ ଛାଡ଼େ ଯାହାର ହୃଦୟ, ସେ କେବେ ସୁଖ ନ ଲଭନ୍ତି, ସ୍ୱକର୍ମ ବନ୍ଧେ ବନ୍ଦୀ ହନ୍ତି। ଏ ଘୋର ସଂସାରେ ପଡ଼ିନ, ଦୁଃଖ ଭୁଜନ୍ତି ଜ୍ଞାନହୀନ। ଭୋ ମୁନି ଗଣେ ତୁମ୍ଭେ ଜ୍ଞାନୀ, ଆତ୍ମାରାମଙ୍କ ମଧ୍ୟେ ମାନି, ଏଣୁ ଯେ ତୁମ୍ଭମାନଙ୍କରେ କୁଶଳ ପ୍ରଶ୍ନ ନ ପଚାରେ, ଯାହାଙ୍କ ମତି ଗତି ମାନେ, କୁଶଳ କଷଣ ନ ଘେନେ। ଏମନ୍ତ ଶୁଣି ସେ ବିଦୁର, ଯେ ପୃଥୁ ବାକ୍ୟ ସୁମଧୁର, ଶ୍ରବଣେ ତୋଷ ହେଲେ ମୁନି, ସାଧୁ ସମ୍ମତ ବାକ୍ୟ ମାନି। ହରଷେ କହନ୍ତି ମଧୁର, ଶୁଣ ହେ ପୃଥୁ ନୃପବର, ସଂସାରେ ସାଧୁ ଲୋକ ଯେହି, ତାଙ୍କ ମହିମା ସିନା ଏହି। ବିଷୟ ସୁଖ ନ ଘେନନ୍ତି, ପ୍ରାଣୀଙ୍କ ଶ୍ରେୟ ପଚାରନ୍ତି। ତୁମ୍ଭେ ଯେ ପଣ୍ଡିତ କୁଶଳ, ଏଣୁ ଉତ୍ତମ ପଚାରିଲ, ସୁସାଧୁ ଜନଙ୍କ ସଙ୍ଗତ, ଉଭୟ ଲୋକ ସେ ବିଦିତ। ଏଣୁ ସାଧୁଙ୍କ ସମ୍ଭାଷଣ, ସୁପୁଣ୍ୟ ମଙ୍ଗଳ କାରଣ, ଅଶେଷ ଜୀବ ହିତ କରେ, ଏହା ପଚାରିଲେ ବ୍ୟଭାରେ। ସୁଶାନ୍ତି ଆମ୍ଭ ମନ ହେଲା, ତୁମ୍ଭ ଦର୍ଶନେ ଦୁଃଖ ଗଲା, ଶୁଣ ସୁମନେ ନୃପବର, କହିବା ଏଥି ପ୍ରତିକାର। ଯେ ମୋକ୍ଷ ସାଧନ ପୁଛିଲ, ଅଶେଷ ଜୀବର ଯେ ଭଲ, ତ୍ରିବିଧ କୃଷ୍ଣ ଉପାସନ, ରଜ ସାତ୍ୱିକ ତମ ଗୁଣ,
ତାମସ ଭକ୍ତିର କାରଣ କହିବା ଏବେ ନୃପ ଶୁଣ ସେ କୃଷ୍ଣ ଚରଣ କମଳେ ଯେ ନାମ ସଂକୀର୍ତ୍ତନ ବଳେ ତହିଁ ଯାହାର ହୁଏ ଭୀତ ସେହି ନ କପଟ ଭକତ ତାହାର ଅନ୍ତର ମଳିନ କାମ କଷ୍ଟ ଏ ହୋଇ କ୍ଷୀଣ ତାମସ ଭକ୍ତ ବୋଲି ତାରେ ତରନ୍ତି ଏ ଭବ ସାଗରେ କୃଷ୍ଣ ଭଜନେ ହୁଏ ରତି ଆତ୍ମାକୁ ବିଶୁଦ୍ଧ କରନ୍ତି ଯେ ନିଷ୍ଠା ଶାସ୍ତ୍ର ମାର୍ଗେ କହେ ନିଶ୍ଚୟ ବୁଝ ନର ରାଏ ଏଟି ନିର୍ମଳ ଜ୍ଞାନ ହେତୁ ଭବସାଗର ପାର ସେତୁ ଚିତ୍ତ ବିଶୁଦ୍ଧ ଯାର ନାହିଁ ତାର ବୈରାଗ୍ୟ ଜ୍ଞାନ କାହିଁ ହରିଚରଣେ ସେବାରତି ବୈରାଗ୍ୟ ନିଶ୍ଚଳ ଭକତି ଏଟି କୈବଲ୍ୟ ସୁଧାସନ ନିଶ୍ଚୟ ବୁଝ ତୁ ରାଜନ ବୈରାଗ୍ୟ ହୁଏ ଏ ଅସଙ୍ଗ ତହୁଁ ଜନ୍ମଇ ଭକ୍ତି ଅଙ୍ଗ ଏବେନି ଆତ୍ମା ଭେଟ କାହିଁ ତେଣୁ ତା ସଙ୍ଗ ଦେହ ବହି ସେ ବ୍ରହ୍ମ ନିର୍ଗୁଣ ନିର୍ମଳ ବ୍ୟାପିଛି ଅଶେଷ ସଂସାର ଭକ୍ତି ବୈରାଗ୍ୟ ତାକୁ ପାଇ ଏ ବିନେ ଜୀବ ଭ୍ରମୁ ଥାଇ ସେ ବ୍ରହ୍ମେ ରତ ଏ କାଳର ଶାସ୍ତ୍ରରେ ଶ୍ରଦ୍ଧା ଥାଇ ଯାର ହରିଚରଣେ ଯେବେ ଭାବେ ଅସଙ୍ଗ ଭକ୍ତି ହୁଏ ତେବେ ଯୋଗରେ ନିଷ୍ଠା ଥାଇ ଯାର ପୁଛଇ ଶାସ୍ତ୍ର ମାର୍ଗ ସାର ଯୋଗୀନ୍ଦ୍ର ଗଣେ ସେବା କଲେ ସେ ଗତି ଲଭେ ବ୍ରହ୍ମ ତୁଲେ କିୟ ବା ହରି ସଂକୀର୍ତ୍ତନ ଶୁଣି ଶ୍ରବଣେ କଲେ ଧ୍ୟାନ ଅସଙ୍ଗ ରତି ହୁଏ ତେବେ ସାଧି ପାରିଲେ ସାଧ୍ୟ ଯେବେ ଶୁଣ ରାଜନ କୃଷ୍ଣ ଲଏ ତ୍ରିବିଧ ପ୍ରକାରେ ଯେ ହୁଏ ଏ ମାର୍ଗେ ଯେ ସାଧ୍ୟ କରନ୍ତି ବ୍ରହ୍ମ ନିର୍ବାଣେ ହୁଏ ଗତି ଅର୍ଥ ବାଞ୍ଛିତ ମନ ଯାର ତାମସେ ବଞ୍ଚେ ସେ ହୁନର ଯେ ପ୍ରାଣୀ ଇନ୍ଦ୍ରି ଭାବେ ବସ ତାହାକୁ ବୋଲିଟି ରାଜସ ଏହାକୁ ନ କରିବ ଗୋଷ୍ଠୀ ତହିଁ ନ ଦେବ ମନ ଦୃଷ୍ଟି ଏମାନେ ଯେବା ଭଲ ପାନ୍ତି ସେ ଅର୍ଥ କାମ ହିଁ ବାଛନ୍ତି ଏଣୁକୁ ସଙ୍ଗ ଭାବ ତେଜି ଯେ ପ୍ରାଣୀ ଆତ୍ମା ଲାଭ ଖୋଜି ନିସଙ୍ଗ ବିଜନେ ବସଇ ସେ ତେବେ ଆତ୍ମାକୁ ଭେଟଇ ଏ ରୂପେ ହୁଏ ବ୍ରହ୍ମେ ରତି ଶୁଣ ସୁମନେ ହେ ନୃପତି ଅପରେ ଯେ ସାଧ୍ୟ କରିବା ଯାହାର ନାହିଁ ଭକ୍ତି ସେବା ହରିଚରଣେ ଭକ୍ତି ନୋହି ତାହାର ବ୍ରହ୍ମେ ରତି କାହିଁ ଯେ ହରି ଗୁଣ ଶୁଦ୍ଧା ପାନ ସେ ବିନେ ବ୍ରହ୍ମେ ନୁହେଁ ଜ୍ଞାନ ଅହିଂସା ଧର୍ମେ ଯେ ବାଥାନ୍ତି ଏ ବ୍ରହ୍ମ ଜ୍ଞାନ ଅହିଂସା ଧର୍ମେ ଯେ ବାଥାନ୍ତି ଏ ବ୍ରହ୍ମ ଜ୍ଞାନ ସେ ଲଭନ୍ତି ପରମ ବ୍ରହ୍ମଚର୍ଯ୍ୟ ବିଧି ତପସ୍ୟା ସମଦମାରାଧି ଆପଣା ହିତ ଅନୁଧ୍ୟାନେ ନିପୁଣ ହୁଏ ବ୍ରହ୍ମ ଜ୍ଞାନେ ସେ ହରି ପରମ ପୁରୁଷ ଯାହାର ଚରିତ ପୀୟୁଷ ସେ ସୁଧା ପାନ ଯେବେ କରେ ସେ ତେଜେ ବ୍ରହ୍ମ ଜ୍ଞାନ ବରେ ଯମ ନିୟମ କାମହୀନେ ଏ ଆଦି ସାଧିବ ନିର୍ଗୁଣେ ପାପାଦି ଧର୍ମ ବିଧର୍ମରେ ନିନ୍ଦାସ୍ତବନ ସଜ୍ଜିତରେ ପରମ ଧର୍ମ ଏ ବିଚାର ନିର୍ମଳ ବାହ୍ୟ ଅଭ୍ୟନ୍ତର ଶୀତୋଷ୍ଣ ଦୁଃଖ ସୁଖ ସହେ ସେ ତେବେ ବ୍ରହ୍ମ ଜ୍ଞାନ ବହେ ସେ ବ୍ରହ୍ମ ଯାର ନିଷ୍ଠା ବ୍ରତ ଯେବେ ତା ହୁଏ ଦୃଢ଼ ମତ ଶ୍ରୀହରି ଭକ୍ତ ଯେ ବାଜନ ଏ ସର୍ବ ତାଙ୍କର ଭୂଷଣ ତେଣୁ ବଢ଼ଇ ତାର ଭକ୍ତି ସେ ତେବେ ଲଭଇ ମୁକତି ସେ ବ୍ରହ୍ମ ଅଟେ ସଦା ସତ ଅନାତ୍ମା ନିର୍ଗୁଣ ଅନନ୍ତ ତହିଁ ଯାହାର ରତି ହୁଏ ସେ ଜୀବ ବଦ୍ଧ ନୁହେଁ ମୋହେ ସେ ବ୍ରହ୍ମେ ଯାର ନିଷ୍ଠା ରତି ଯେବେ ବା ହୁଏ ଦୃଢ଼ ମତି ସଦ୍ଗୁରୁ ସେବା ଯେ କରେ ସେ ତେବେ ଜ୍ଞାନ ମାର୍ଗେ ଧରେ ଜ୍ଞାନ ବୈରାଗ୍ୟ ଯୋଗ ବଳେ ଏ ଜୀବ କୋପ ଦହେ ହେଳେ ଏ ପଞ୍ଚଭୂତରେ ହୃଦୟ ଜୀବର ହୋଇଛି ଆଳୟ ଜ୍ଞାନ ଅନଳ ହେଲେ ଜାତ ଯେବେ ସେ ହୁଏ ଭସ୍ମୀଭୂତ ଏ ଜୀବ କୋପ ଯେବେ ଯାଇ ତେବେ ସେ ବ୍ରହ୍ମ ଜ୍ଞାନ ପାଇ ଅନଳ ପ୍ରକାଶିଲେ ଯେହ୍ନେ ସମିଧ ହୁଏ ଦଗ୍ଧ ମାନେ ତେସନେ ଏ ଲିଙ୍ଗ ଶରୀର ଜ୍ଞାନେ ନ ରହେ ନୃପବର ଏମନ୍ତ ଜ୍ଞାନ ଉଦେ ଯାର ହୁଅଇ ଭବ ବନ୍ଧୁ ପାର ଉପାଧି ବାସନା ଅଶେଷ ଜ୍ଞାନ ଅନଳେ ହୁଏ ଧ୍ୱଂସ ଉପାଧି ଅନ୍ତେ ନୃପରାଏ ତାର ଗୁଣାଦି ହନ୍ତି ଲଏ ବିନିଷ୍ଟ ହୁଏ ଅଭିମାନ ଆପଣା କର୍ତ୍ତା ଆଦି ଜ୍ଞାନ ଜନ୍ମଇ ନିଜ ଭାବେ ରତି ଏ ପରା ପରେ ନୁହେଁ ଗତି ସେ ପୁଣି ଅନ୍ତର ବାହାରେ ଏ ଦୁଃଖ ସୁଖ ନ ବିଚାରେ ବାହାରେ ନଦୀ ସଇ କିଛି ଘଟାଦି ବସ୍ତୁ ଯେବା ଲକ୍ଷୀ ଏଥକୁ ପ୍ରତି ଲକ୍ଷ୍ୟ ଦେବା ଭନୃପ ଦେଖାଇ କହିବା ଦୁଷ୍ଟ ଦୁଷ୍କର ହୀନ ବୁଦ୍ଧି ଏହାଙ୍କ ହେତୁ ମନ ଶୁଦ୍ଧି ଯେ ଆତ୍ମା ଏ ମୋହର ପର ଏ ଭେଦ କରେ ଅହଙ୍କାର
ଭେଦ କରନ୍ତା ଯେବେ ମଲା ତାର ଅଜ୍ଞାନ କ୍ଷୟ ଗଲା ଶେଷେ ଅଜ୍ଞାନ ସର୍ବ ଏକ ଭନୃପ ବିଚାର ବିବେକ ଯେ ସନେ ଶୟନ ସପନେ ମିଥ୍ୟା ବିଳାପ ଦେଖେ ମନେ ଆପଣେ ହୋଇଥାଇ ରାଜା ସମସ୍ତେ ଦେଖେ ଜନ ପ୍ରଜା ସୈନ୍ୟ ସାମନ୍ତ ରଥ ଗଜ ସତ୍ୟ ପ୍ରତୀପେ ମଣେ ତେଜ ସେ ପୁଣି ସ୍ୱପ୍ନ ଅବସାନେ ସକଳ ମିଥ୍ୟା କରି ମଣେ ରାଜ ସମ୍ପଦ ଭୋଗ ଯେତେ ଶୋଚନା ନ କରଇ ଚିତେ ତକ୍ଷଣେ ଜ୍ଞାନ ଉପୁଜିଲେ ସର୍ବନାଶ ଜାନ୍ତି ଭଲେ ଏ ଆତ୍ମା ଦେଖନ୍ତା ପୁରୁଷ ଇନ୍ଦ୍ରିୟ ଅର୍ଥାଦି ପ୍ରକାଶ।